Hello, hi friends, welcome back to my channel, my life journey vlogs 2। ସାଙ୍ଗମାନେ ଦେଖନ୍ତୁ, ବୋହୂ ଆଜି ଦୁର୍ଗାଷ୍ଟମୀରେ ଠାକୁର ପୂଜା କରି ଭୋଗ ଲଗେଇ ଦେଇକି ଏବେ ଗଲାଣି। ତାର ଆଜି ଦୁର୍ଗାଷ୍ଟମୀରେ ତ ବାସନ୍ତିକ ଦୁର୍ଗା ପୂଜା, ଅଷ୍ଟମୀ ଆଜି ତାର ବ୍ରତ। ସେ ଆଜି ଫାଷ୍ଟିଂରେ ଅଛି। ଠାକୁର ପୂଜାପୂଜି ସେ ସାରି ଦେଇକି ଯାଇଛି। ମୁଁ ତାପରେ ଏଠି ଗାଧେଇକି ପ୍ରେୟାର କରିକି ଆସିଲେ ଏଠି ପ୍ରଣାମ କରିକି ଯିବି। ସେ ତ ସବୁ ପୂଜାପୂଜି ସାରି ଦେଇଛି। ମୁଁ ଖାଲି ଆସିଲେ ପ୍ରଣାମ କରିଦେଇକି ଟିକେ ଯିବି, ଦୁର୍ଗା ସ୍ତୁତି ଟିକେ ବୋଲିଦେବା। ବାସ୍ ଦେଖନ୍ତୁ, ସେ ଭୋଗ ଲଗେଇ ଦେଇଛି ସବୁ। ଏବେ ଦେଖନ୍ତୁ, ହଜବେଣ୍ଡ ଆଣିଥିଲେ ତା ପାଇଁ କଦଳୀ, ସେ ତ ଭୋଗ ଲାଗିଲା। ଏଇ କଦଳୀ ଅଛି, ଏଇ କଦଳୀ ଶାଗୁ ସେ ସବୁ ଚକଟି ଦେଖନ୍ତୁ। ବୋହୂ ଏଠି ମିଶ୍ରି ଲେମ୍ବୁ ସରବତ ବନାଉଛି। ତାପରେ ପକାଇବ ଶାଗୁ କଦଳୀ ସବୁ ପକାଇ ମିକ୍ସ କରି ଚକଟିକି ତାର ସେ ଖାଇବ। ଗୁଜୁରାତି ଗୋଲମରିଚ ଅଦା ଛେଚା। ଏଠି ଦେଖନ୍ତୁ, ବୋହୂ ବାଇଗଣ ଭାଜି ଦେଇଛି। ବାଇଗଣ ଗୁଡ଼ା ସବୁ ସାଇଡ୍ କରିଦେଇଛି। ତେଲ ସବୁ ନିଗାଡ଼ି ହେଇକି ବାହାରି ଯିବ। ବାଇଗଣ ଭଜାଟା ତେଲ ଅଧିକା ଦେଇ ଭାଜି ଦେଉଛି, ତାପରେ ଏମିତି ସାଇଡ୍ କରି ରଖିଦେଉଛି, ଯାହାଦ୍ୱାରା କି ତେଲ ଗୁଡ଼ାକ ନିଗିଡ଼ିକି ବାହାରି ଯାଇଛି। ଦେଖନ୍ତୁ, ତେଲ ସବୁ ବାହାରି ଯାଇଛି। ଏବେ ଏଇ ରୁଟି ଆଉ ବାଇଗଣ ଭଜା ପୁଅ ଖାଇବ। ଦେଖନ୍ତୁ, ବୋହୂ ରୁଟି କରିଦେଇଛି। ବାଇଗଣ ଭଜା ରୁଟି ପୁଅ ଖାଇକି ଯିବ ତାର ସେ କାମରେ। ବାଥରୁମ୍ ଯାଇଛି, ଆସିଲେ ଖାଇକି ଯିବ। ହ୍ୟାଲୋ ହାଇ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ଚ୍ୟାନେଲ୍ ଓଡ଼ିଆ ମା ବ୍ଲଗ୍ସ। ସାଙ୍ଗମାନେ, ମୋର ତ ଆପଣମାନଙ୍କ ସହିତ ଏଇ ଟାଇମ୍ ହେଲେ ଦେଖା। ସକାଳୁ ସବୁ କାମ ଦାମ ସବୁ ସାରି ଦେଇଛି। ତାପରେ ଆପଣମାନଙ୍କୁ ଦେଖାଉଛି କେମିତି ଠାକୁର ବାସନ ମାଜିକି ବୋହୂ ନେଲା ଠାକୁର ପୂଜାପୂଜି ସବୁ କରିବା ପାଇଁ। ହାଇ ଫ୍ରେଣ୍ଡସ୍, ଏବେ ଲଞ୍ଚ ଟାଇମ୍ ହେଇଗଲାଣି। ଲଞ୍ଚ ଖାଇବା। ଆଜି ଲଞ୍ଚରେ ରୋଷେଇ କିଛି ହେଇନି, ପଖାଳ ଭାତ ବହୁତ ରହିଯାଇଛି। ପଖାଳ ଭାତ ଆମେ ମା ପୁଅ ଖାଇଦେବୁ। ବୋହୂର ଆଜି ଫାଷ୍ଟିଂ ଅଛି। ଦେଖନ୍ତୁ ସାଙ୍ଗମାନେ, ଆଜି ତ ବୋହୂର ଫାଷ୍ଟିଂ, ସେ ଖାଇବନି। ଏ ବାଇଗଣ ଭାଜିଛି ଯେ ପୁଅ ପାଇଁ ରଖିଛି। ମୁଁ ବି ମୋ ପାଇଁ କିଛି ବାଢ଼ିକି ନେଇଯାଇଛି। ଆଳୁ ସିଝା, ଆଜି ତ ଗୁରୁବାର ପିଆଜ ରସୁଣ ହେବନି। ଏ ବାଇଗଣ ଭଜା ଆଳୁ ସିଝା, ଏ ଭାତ ମୁଁ ନେଇଯାଇଛି। ମୁଁ ଖାଇବି ଏଇଟା। ଦେଖନ୍ତୁ, ପୁଅ ପାଇଁ ବି ଆହୁରି ପଖାଳ ରହିଯାଇଛି। ଭାତଟା ବଳି ଯାଉଛି ନା, ପୁଅ ଯେତେବେଳେ ଖରାବେଳେ ଖାଇବା ପାଇଁ ନ ଆସୁଛି ତାର ଲଞ୍ଚଟା ସବୁ ବଳି ଯାଉଛି। ତରକାରୀ ପତ୍ର ଫ୍ରିଜରେ ଆହୁରି ଭର୍ତ୍ତି ହେଇଛି ସବୁ ପିଆଜ ରସୁଣ ବାଲା। ଆଜି ତ ଗୁରୁବାର, ସେସବୁ ଖିଆ ହେବନି। ଆଉ କାଲିକି ରହିଲା ଆଉ କେହି ଖାଇବେନି। ଏମିତି ହେଇକି ବହୁତ ଜିନିଷ ଫିଙ୍ଗା ହେଉଛି। ଚାଲନ୍ତୁ ସାଙ୍ଗମାନେ, ଆଜି ଏଇସବୁ ଖାଦ୍ୟ ଖାଇଦେବା। ଦହି ଅଛି, କିନ୍ତୁ ମୋତେ ଦହି ଖାଇବା ପାଇଁ ଇଚ୍ଛା ଲାଗୁନି। ଦେଖନ୍ତୁ ସାଙ୍ଗମାନେ, ଦହି ଥୁଆ ହେଇଛି। ଏବେ ହଜବେଣ୍ଡ ଖୋଲିଲେ ନୂଆ ପ୍ୟାକେଟଟା, କିନ୍ତୁ ମୁଁ ଦହି ଖାଇବିନି। ଆମ୍ବ ଟିକେ ଅଛି, ଭାବିଥିଲି ଟିକେ କଞ୍ଚା ଆମ୍ବ ପକାଇବ ବୋଲି। ଏବେ ଯାଉଛି ମୁଁ ନେଇକି ଖାଇବି। ଖାଇସାରିଲେ ଆପଣମାନଙ୍କ ସହିତ କଥା ହେଉଛି। ହାଇ ଫ୍ରେଣ୍ଡସ୍, ସାଙ୍ଗମାନେ ଦେଖନ୍ତୁ, ମୁଁ ଆଉ ଲଞ୍ଚ ଖାଇବା ପରେ ଆପଣମାନଙ୍କ ସହିତ କଥା ହେଇନି। ଶୋଇପଡ଼ିଲି। ଜ୍ୱର ଆସିଲା, ବ୍ୟସ୍ତ ଲାଗିଲା। କାଲି ରାତିରେ ନିଦ ହୋଇନଥିଲା। ହାଇ ବିପି ପେସେଣ୍ଟ ନା, କେତେବେଳେ କ'ଣ ଲାଗୁଛି ରାତିରେ। କାଲି ବିଲକୁଲ ବି ନିଦ ହେଲାନି, ଆଦୌ ନିଦ ହେଲାନି। ସକାଳ ହେଇଗଲା ତ ମୁଁ ରାତିରେ ଶୋଇନଥିଲି। ମୁଁ ତ ବହୁତ କମ୍ ସମୟ ଶୁଏ ଦିନବେଳା। ମୋତେ ଭଲସେ ନିଦ ହୁଏନି, ଖାଲି ଏମିତି ଗଡ଼େ, କିନ୍ତୁ ମୋତେ ଡିପ୍ ନିଦ ହୁଏନି। ବହୁତ କମ୍ ସମୟ ନିଦ ହୁଏ। 20-25 ମିନିଟ୍ ଖଣ୍ଡେ ମୁଁ ଶୋଇପଡ଼ିଛି, ଆଉ ଅଧିକା ସମୟ ନୁହେଁ। ତ ମୋତେ ସେତିକି ସମୟ ଟିକେ ଭଲସେ ନିଦ ହେଇଗଲା। ବହୁତ ସମୟ ଗଡ଼ୁଥିଲି। ମୁଁ ଠିକ୍ ଅଛି, ଉଠିଲେ ସାଙ୍ଗମାନଙ୍କ ସହିତ ପୁଣି ଟିକେ କଥା ହେଇଯିବି। ତ ଧୂପ ଦେବା ଟାଇମ୍ ତ ହେଇନି। ଏବେ 6:15 ଭିତରେ 15-20ରେ ଏମିତି ସୂର୍ଯ୍ୟାସ୍ତ ଟାଇମ୍ ଦେଖାଉଛି। ତ ସେଇ ଟାଇମ୍ରେ ମୁଁ କରିବି, ଧୂପ ଦେବି। ଏବେ ଟିକେ କଥା ହେଇଯିବି। ବୋହୂର ତ ଆଜି ଫାଷ୍ଟିଂ ଥିଲା। ସେ ଟିକେ ଶାଗୁ ପଣା କରିକି, ଶାଗୁ ନଡ଼ିଆ କଦଳୀ ଏସବୁ ପଣା କରିକି ପିଇକି ଶୋଇଛି। ଆଜି ଆଉ ସେ ଯିବନି ୱାକିଂରେ, ଆଉ ଯିବନି ଆଜି। ସେ ଯାଏ ସବୁଦିନ ଚାଲିବା ପାଇଁ, ଆଜି ଆଉ ସେ ଯିବନି।
ଫାଷ୍ଟିଂ ଅଛି ନା, ଭଲ ଲାଗିବନି, ତାକୁ ଟିକେ ୱିକ୍ ଲାଗିବ, ସେ ଯିବନି। ଦେଖନ୍ତୁ ସାଙ୍ଗମାନେ, ଏ ଚଷମା ସବୁବେଳେ ପିନ୍ଧିକିନା ଏଇ ଆଖି ତଳ ସବୁ କଳା ହେଇଯାଉଛି, ଏଇଠି ସବୁ ସ୍ପଟ୍ ହେଇଯାଉଛି। ଏଇ ସାଇଡ଼୍ ଚୁଟି ଗୁଡ଼ାକ ଯେତେ ଯାହା କଲର୍ କଲେ ଛାଡ଼ି ଯାଉଛି ଶୀଘ୍ର, ଜଲ୍ଦି ଛାଡ଼ିବ। ଡେଲି ସାବୁନ ଲଗେଇକି ଗାଧୁଆ ହେଉଛି ନା, ଏଇ ଜାଗା ଟିକେ ସବୁ ଛାଡ଼ି ଯାଉଛି। ଦେଖନ୍ତୁ ମୋ ଆଖିର ଏଇଟା ଦେଖେଇବି ବୋଲି ଆପଣଙ୍କୁ ଚଷମା ନ ପିନ୍ଧିକି କରୁଥିଲି। ମୋତେ ଭଲ ଦେଖାଯାଉନି ଚଷମା ନ ପିନ୍ଧିଲେ, ପୁରା ଝାପ୍ସା ଦେଖାଯାଉଛି, କୁହୁଡ଼ି ଭଳିଆ ସବୁ ଦେଖାଯାଉଛି। ସାଙ୍ଗମାନେ, କେଉଁମାନେ ଆଜି ଦୁର୍ଗାଷ୍ଟମୀ ଦଶହରା ପାଳନ କରୁଛନ୍ତି? ଏଇଟା ବାସନ୍ତିକ ଦୁର୍ଗାଷ୍ଟମୀ ଆମ ବୋହୂ କରୁଛି, ତାଙ୍କର ସେପଟ ସାଇଡ଼୍ରେ ସବୁ କରନ୍ତି ନା, ସେ କରୁଛି। ତାଙ୍କର ସେପଟ ସାଇଡ଼୍ରେ ସମସ୍ତେ କରନ୍ତି ଏଇ ଦଶହରାଟା, ଦୁର୍ଗାଷ୍ଟମୀ ଉପବାସଟା। ସେ ବି ଆଜି ଉପବାସ କରିଛି। କହିଲା ଫାଷ୍ଟିଂ ପାଇଁ ମୁଁ କିଛି ଖାଇବିନି। ମୁଁ କହିଲି ଆଉ ସେ ସମୟ ନାହିଁ, ସମସ୍ତଙ୍କ ଦେହ ଖରାପ ହେଉଛି। ଶାଗୁ ମିଶ୍ରି ବତୁରେଇ ଦେ, ତାକୁ ସରବତ କରିକି ପିଇବୁ। ଶାଗୁ ମିଶ୍ରି କଦଳୀ ନଡ଼ିଆ ସବୁ ଏମିତି ପକେଇକି ସରବତ କରିଥିଲା, ତା ଦେହରେ ଗୋଲମରିଚ ଗୁଜୁରାତି ଅଦା ସବୁ ପକେଇ ତା'ର ସରବତ ହେଇଗଲା, ସେ ତାକୁ ପିଇ ଦେଇଛି। କହିଲେ ଆମର ଏପଟେ କରୁଛନ୍ତି ନା ନାହିଁ? ମୁଁ କହିଲି ନାହିଁ, ଆମର ଏପଟେ କିଏ କିଏ କରୁଛନ୍ତି, ଏମିତି ନାହିଁ ଯେମିତି ଦଶହରା ସେମିତି ଏଇଟା ନୁହେଁ। ଶାରଦୀୟ ଶରତ ଋତୁରେ ଶାରଦୀୟ ଦଶହରା ଦୁର୍ଗା ପୂଜା, ଆଉ ଏଇଟା ବସନ୍ତ ଋତୁରେ ବାସନ୍ତିକ ଦୁର୍ଗା ପୂଜା। ତ ଆମର ଏପଟେ ଏଇଟା ଏମିତି ଧୁମଧାମରେ ନାହିଁ କି ବାଧ୍ୟତାମୂଳକ ନାହିଁ, ଯାହାର ଇଚ୍ଛା ହେଲା ସେ କରୁଛନ୍ତି। ମାଆଙ୍କ ମନ୍ଦିର ମାନଙ୍କରେ ଯାହା କିଛି କ'ଣ ପୂଜା ହେଉଥିବ। ମୋର ଏତେ ନଲେଜ୍ ନାହିଁ ବାହାରେ କେଉଁ ଜାଗାରେ କ'ଣ ପୂଜା ହେଉଛି। ଆଉ ତ ଆଜି ଲିଙ୍ଗରାଜଙ୍କର ପବିତ୍ର ଅଶୋକାଷ୍ଟମୀ ରଥଯାତ୍ରା। ଅଶୋକାଷ୍ଟମୀ ରଥଯାତ୍ରାର ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। କାଲି ମଧ୍ୟ ରାମନବମୀ। ଆଉ ସାଙ୍ଗମାନେ, ଆପଣମାନେ କହିବେ କିଏ କିଏ କରୁଛନ୍ତି ଏଇ ଦୁର୍ଗାଷ୍ଟମୀ ବ୍ରତଟା। ତାଙ୍କର ସେପଟ ସାଇଡ଼୍ରେ ବହୁତ ଧୁମଧାମରେ ହେଉଛି। ସେସବୁ ଭିଡ଼ିଓ ଫଟୋ ଦେଖାଉଥିଲା, ଷ୍ଟାଟସ୍ରେ ରଖିଛନ୍ତି ତା'ର ଭଉଣୀମାନେ, ଚାଚାଙ୍କ ଭଉଣୀମାନେ, ଝିଅମାନେ ସବୁ, ସେସବୁ ଦେଖାଉଥିଲା। ବହୁତ ବଢ଼ିଆ ସେ ପୂଜା ହେଉଛି ସବୁ। ରାତିରେ ପୁଣି କ'ଣ କରିବ, କ'ଣ ଖାଇବ କେଜାଣି, ଆପଣମାନଙ୍କୁ ଦେଖେଇବି ଭାବୁଛି। ଯଦି ସେ ସରବତ ଫରବତ କିଛି କରିବ ନା, ତ ମୋତେ ଲାଗୁଛି ଯେ ରାତିରେ ସେ ଆଉ କିଛି ଖାଇବନି କି ପିଇବନି। ଯଦି ପିଇବ ମିଶ୍ରି ଲେମ୍ବୁ ସରବତ ଟିକେ ପିଇବ ବୋଧେ, ଆଉ ରାତିରେ କିଛି ଇଏ କରିବନି, ଆଉ ରାତିରେ କିଛି ସେ ଖାଇବନି। ସାଙ୍ଗମାନେ, ମୋ ଭଏସ୍ଟା ପୁରା ଏମିତି ଖରାପ ହେଇଯାଇଛି। କଫ ସବୁବେଳେ ରହୁଛି ନା, ଯେତେବେଳେ ଶୋଇକି ଉଠୁଛି ବହୁତ କଫ ବାହାରୁଛି। ସେ ରାତିରେ ହେଉ କି ଦିନ ବେଳା ହେଉ, ସକାଳୁ ଉଠିଲା ମାନେ ବହୁତ କଫ ଗୁଡ଼େ ବାହାରୁଛି। କଥା କହିଲା ବେଳେ ଛାତି ଭିତରଟା କେମିତି ଗୋଟେ ଆବାଜ ହେଉଛି। ମୁଁ କହୁଛି କଥା, ମୋତେ କେମିତି ଧଇଁ ସଇଁ ଲାଗୁଛି, କଥା କହିଲା ବେଳକୁ ଅବାଗିଆ ଲାଗୁଛି। ଭଏସ୍ଟା ତ ପୁରା ଖରାପ ହେଇଯାଇଛି, ମୋ ଭଏସ୍ ପୁରା ଖରାପ। ଆଉ କ'ଣ ସାଙ୍ଗମାନେ, ଟିକେ ମୋର ଭିଡ଼ିଓକୁ ଦେଖନ୍ତୁ, ଲାଇକ୍ ସେୟାର କମେଣ୍ଟ କରନ୍ତୁ, ଆଉ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ। ଖାଲି ଦେଖିକି ସ୍କ୍ରଲ୍ କରିଦେଉଛନ୍ତି, ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରୁନାହାନ୍ତି। ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ, ଆଗକୁ ଭଲ ଭଲ ଭିଡ଼ିଓ ଆଣିବି। ଠିକ୍ ଅଛି ସାଙ୍ଗମାନେ, ମୁଁ ସନ୍ଧ୍ୟାବେଳେ ସନ୍ଧ୍ୟା ଦେଇକି ପୁଣି ଆପଣମାନଙ୍କ ସହିତ ରାତିରେ ସେଇ ଲଞ୍ଚ ଟାଇମ୍ରେ ବା ଲଞ୍ଚ ବନେଇବା ଟାଇମ୍ରେ ଆପଣମାନଙ୍କ ସହିତ ପୁଣି ମିଶୁଛି। ସେ ପର୍ଯ୍ୟନ୍ତ ଆପଣ ଯୋଡ଼ି ହେଇକି ରୁହନ୍ତୁ। ସେପଟେ ଝାଡ଼ଖଣ୍ଡ ସାଇଡ଼୍ରେ ତ
4ଟା ନବରାତ୍ରି ହୁଏ କହୁଥିଲା। ମୁଁ ତ ଖାଇକି ଆସିକି ଟିକେ ଶୋଇ ପଡ଼ିଥିଲି। ରାତିରେ ଯେହେତୁ ଶୋଇନଥିଲି, ରାତିରେ ଆଦୌ ନିଦ ହେଲାନି, ରାତିରେ ଶୋଇନଥିଲି ତ ଖରାବେଳେ ଟିକେ ଶୋଇ ପଡ଼ିଥିଲି। ଉଠିକି ସାଙ୍ଗମାନେ ମୋ ଚ୍ୟାନେଲକୁ ଆପଣମାନେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ। ଖାଲି ଦେଖୁଛନ୍ତି, ଭ୍ୟୁଜ୍ ଆସୁଛି ମାନେ ଆପଣମାନେ ଦେଖୁଛନ୍ତି, ସ୍କ୍ରଲ୍ କରିଦେଉଛନ୍ତି। ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ କି ଅଲ୍ ନୋଟିଫିକେସନ୍ ଆପଣଙ୍କ ପାଖକୁ ଯିବ। ଦେଖନ୍ତୁ ସାଙ୍ଗମାନେ, ଏଇ ଜାଗାଟା କେମିତି ହେଇଛି ଆପଣମାନଙ୍କୁ ଦେଖାଯାଉଥିବ। ତ ଏଇଠି କେମିତି ଫୁଲିଛି, ଏଇଟା ଦରଜ ବି ହେଉଛି, ପେନ୍ କରୁଛି ସବୁ କାମ କଲାବେଳକୁ। ଘର ଝାଡ଼ୁ ଲଗାଇଲେ ନା ବହୁତ କଷ୍ଟ ହେଉଛି। ଝାଡ଼ୁ ଲଗାଇବାଟା ମୋତେ ସବୁଠାରୁ ବେଶୀ କଷ୍ଟ ହେଉଛି। ଦାନ୍ତ ବ୍ରସ୍ କଲାବେଳେ, ଝାଡ଼ୁ ଲଗାଇଲା ବେଳେ, ଲୁଗାପଟା ଧୋଇକି ଚିପୁଡ଼ିଲା ବେଳେ, ବେଳେବେଳେ ୱାସିଂ ମେସିନ୍ରେ ଡ୍ରାଏ ମାରିଦିଏ, ସବୁବେଳେ କରେନି, ବେଳେବେଳେ ଡ୍ରାଏ ମାରିଦିଏ। ଏଇଟା ବହୁତ ପେନ୍। ଦେଖନ୍ତୁ କେମିତି ଧୀରେ ଧୀରେ ହାର୍ଡ଼ ହେଇଗଲାଣି, ପେନ୍ କରୁଛି। ଏଥର ଆସିଗଲା ସିଜିନ୍, କିଛି କୁଆଡ଼େ ନଥିବ, ହଠାତ୍ ଝଡ଼ ତୋଫାନ ଷ୍ଟାର୍ଟ ହେଇଯିବ। ଇଏ ମାସେ ଏମିତି ହେବ, ପୁରା ଏପ୍ରିଲ ମାସଟା ଏମିତି ହେବ। ମେ ମାସରେ ବି ହୁଏ ସେମିତି ସଡନ୍ ଝଡ଼ ତୋଫାନ। ବହୁତ ଜୋରେ ଖରା ଗରମ ହେଉଥିବ, କିଛି କୁଆଡ଼େ ନଥିବ, ସଡନ୍ ଝଡ଼ ତୋଫାନ ଆସିବ, ବର୍ଷା ହେବ। ବାସ୍ ସେ ମୌସୁମୀ ଆସିବା ପର୍ଯ୍ୟନ୍ତ ସେମିତି ହେବ। ମଝିରେ ମଝିରେ ବିଜୁଳି, ଘଡ଼ଘଡ଼ି, ଚଡ଼ଚଡ଼ି, କୁଆପଥର ବର୍ଷା। हम लोग की तरफ बहुत बड़ा बड़ा दिया है। ଏଇଠି ଆସୁନି, ନା ଏଇଠି ଆସୁନି। ଫ୍ରେଣ୍ଡସ୍ ଦେଖନ୍ତୁ, ବୋହୂ ଏବେ ଅଟା ଚକଟି ସାରିଲାଣି। ଅଟା ତ ଚକଟା ହେଇଯାଇଛି, ବୋହୂ ଚକଟି ଦେଇଛି। ଏବେ ସେଇଥିରୁ ମୁଁ 3-4ଟା ରୁଟି କରିଦେବି। ଏଠି କଖାରୁ ବୋହୂ କାଟିଦେଲା, ମୁଁ ଏବେ ସେଥିରେ ବୁଟ ଡାଲିରେ ପକେଇକି ବଏଲ୍ କରିଦେଲି। ଏ କଡ଼େଇରେ ଏବେ ମୁଁ ତାକୁ ଛୁଙ୍କ ଦେଇଦେବି। ସିଝା ଆଳୁ ତ ଅଛି, ସେଇ ତରକାରୀରେ ପକେଇଦେବା। ଟମାଟୋ, ଅଦା, ସିଝା ଆଳୁ ସବୁ ପକେଇ ତରକାରୀ ହେଇଗଲା। ମୁଁ ଏବେ ନେଇ ଆସିଲି ରୁଟି ଆଉ ତରକାରୀ ଖାଇବା ପାଇଁ। ଦେଖନ୍ତୁ ସାଙ୍ଗମାନେ, କରେଣ୍ଟ ନାହିଁ, ପଳଉଛି, କରେଣ୍ଟ ଆସୁଛି ପୁଣି ପଳଉଛି। ସାଙ୍ଗମାନେ ଯେମିତି ଦେଖିଲେ କି ମୁଁ ରୁଟି କରିଦେଲି, ଅଳ୍ପ 4ଟା ରୁଟି ମୁଁ କଲି, 4ଟା ରୁଟି ଆଉ ବୁଟ ଆଳୁ କଖାରୁ ତରକାରୀଟା କରିଦେଲି। ବୋହୂ ଆଉ ବାକି ସବୁ ରୁଟି କଲା। ମୁଁ ସେତିକି ରୁଟି କରିକି ଆଗ ହଜବେଣ୍ଡଙ୍କୁ ଦେଇକି ଖାଇବାକୁ ମୁଁ ବି ନିଜେ ନେଇ ଆସିଲି। ତାପରେ ସେମାନେ ଖାଇବେ, ପୁଅ ବୋହୂ ତାପରେ ଖାଇବେ। ମୁଁ ଜୁଆଣି ଖାଉଛି ସାଙ୍ଗମାନେ, ଜୁଆଣି ଦେଖାଯିବନି, ପଡ଼ିଯିବ ଦେଖେଇଲେ। ଆଉ ନାଇଁ, ଖାଲି ହେଇଗଲା। ସେପଟେ ଅଛି କିଚେନରେ, ଆଉ ଟିକେ ଜୁଆଣି ଆଣିକି ଏପଟେ ରଖିବାକୁ ପଡ଼ିବ। ମୋର ଏଇଟା ସରିଗଲା। ପୁଅ ଆସିନି, ପୁଅ ଆସିଲେ ପୁଅ ଖାଇବ, ବୋହୂ ତ ଖାଇବନି, ଆଜି ତାର ଫାଷ୍ଟିଂ। ସେ ମିଶ୍ରି ସରବତ ବୋଧେ ପିଇକି ଶୋଇବ କି କ'ଣ, ତାକୁ ଟିକେ ପଚାରିଦେବା, ବୁଝିଦେବା ସେ କ'ଣ ପିଇବ, ସରବତ ଖାଇବ କି ପିଇବ କି କ'ଣ କରିବ। ସୁଜି ବି ତ ଖାଇପାରିବ। ସାଙ୍ଗମାନେ, ମୁଁ ଯାଇଥିଲି ଟିକେ ବୋଉକୁ ସେଇ କଥା ବୁଝେଇକି କହିବା ପାଇଁ କି ରାତି ତ ହେଲାଣି,
ଆଉ ଟିକେ ସୁଜି ଜିନିଷ କରିକି ଖାଇଲେ ଚଳିବ, ତୁ କରିକି ଖାଇଦେ। ସେଇ କଥା କହିକି ଆସିଲି। କମ୍ ଜିନିଷ ଲଗା ପିନ୍ଧା କଲେ ଆଉ ନାଇଟ୍ ପିନ୍ଧିଲେ ମୋତେ ପୁରା ହାଲକା ଫୁଲକା ଲାଗୁଛି, ଭଲ ଲାଗୁଛି। ଶାଢ଼ୀ ପିନ୍ଧିଲେ ତ ପୁରା ଆରମ୍ଭ ହେଲା ଆଉ ସଂଘର୍ଷ। ଶାଢ଼ୀ ପିନ୍ଧିଲା ମାନେ କାମ ଦାମ କଲେ ବହୁତ କଷ୍ଟ ହେଉଛି, ବ୍ୟସ୍ତ ଲାଗୁଛି। ଆଜି ତ ଦେଖିଲେ ସାଙ୍ଗମାନେ ଭିଡ଼ିଓ କ୍ଲିପ୍ କେମିତି ସଡ଼ନ୍, ମୁଁ କହୁଥିଲି ବର୍ଷା ଏଥରକ ହେବ, କହୁ କହୁ ସାଙ୍ଗେ ସାଙ୍ଗେ 15 ମିନିଟ୍ ଭିତରେ ବର୍ଷା ପଳେଇ ଆସିଲା। ଆଉ ଝଡ଼ ତୋଫାନ ବର୍ଷା ହେଇକି କୁଆପଥର ବି ପଡ଼ିଛି, ବହୁତ ବର୍ଷା ହେଇଗଲା। ଅଳ୍ପ ଟିକେ ଟିକେ କ୍ଲିପ୍ ନେଲି ନା, ଆଉ ବେଶୀ ନେଇ ହେଲାନି, କାହିଁକିନା ଘର ଭିତରକୁ ସେ ପାଣି ଗେଟ୍ ପାଖକୁ ପଳେଇ ଆସୁଥିଲା। ଗ୍ୟାରେଜ୍ ପଟକୁ ଗଲି, ସେଠି ବି କରି ହେଲାନି, କାରଣ ବହୁତ ଜୋର ପବନ ହେଉଥିଲା, ବର୍ଷା ଛିଟିକା ମାରୁଥିଲା। ଆଉ ଉତ୍ତର ଦିଗରୁ ହେଉଥିଲା ନା, ସେଇ ପଟକୁ ଆମର ଗେଟ୍ ଗ୍ୟାରେଜ୍ ପଟ ଗେଟ୍, ସେ ଗେଟ୍ ସବୁ। ଏଇଟା ଆମର ଏଠି ଫାଷ୍ଟ କୁଆପଥର ବର୍ଷା ଏ ସିଜିନ୍ର। ଏଥର ତ ମଝିରେ ମଝିରେ ଏମିତି ହେବ ଆଉ, ସବୁବେଳେ କୁଆପଥର ପଡ଼ି ନପାରେ, କିନ୍ତୁ ବର୍ଷା ହେବ, ଘଡ଼ଘଡ଼ି ଚଡ଼ଚଡ଼ି ବର୍ଷା, ଲାଇନ୍ କଟିବା। କରେଣ୍ଟ ତ ନଥିଲା, ମୁଁ ଅନ୍ଧାରେ ରୋଷେଇ କଲି, ତରକାରୀ କରିଦେଲି, ରୁଟି 4ଟା କରିଦେଲି, ବାକି ଆଉ ରୁଟି ସବୁ ବୋଉ କଲା। ସେମାନେ ପିଲାମାନେ ନ ଖାଇଲେ ମୁଁ କ'ଣ ଆଉ ଶୋଇପାରିବିନି। ଏସବୁ ଭିଡ଼ିଓ ସବୁ ପୁଣି ଏଡ଼ିଟିଂ କରିବି। ଯେଉଁଦିନ ବାହାରୁଛି ସାଙ୍ଗମାନେ, ଆଜି ଟିକେ ଭାବୁଛି, ଆଜି ଟିକେ ମନ୍ଦିର ଯିବି, ଆଜି ଟିକେ ମାର୍କେଟ ଯିବି, ଆଜି ଟିକେ କାହା ଘରକୁ ଯିବି, ଏମିତି ଭାବୁଛି ଭିଡ଼ିଓଟା କରିବି, ଭଲ ହେବ, ଟ୍ରାଭେଲ୍ ଭିଡ଼ିଓଟା ଗୋଟେ ପକାଇବି। ସେଦିନ ହିଁ ମୋ ଦେହ ଖରାପ ହେଇଯାଉଛି, କିମ୍ବା ସେଦିନ କିଛି ଗୋଟେ ଅଲଗା କାରଣ ହେଇଯାଉଛି, ବର୍ଷା ହେଇଗଲା ଆଜି, କିମ୍ବା କେଉଁଦିନ ପୁଅ ରହୁନି, ତ ମୋତେ ନେଇକି ଯିବା ପାଇଁ ଆଉ କେହି ନାହିଁ। ହଜବେଣ୍ଡ ତ ବୁଢ଼ା ହେଇଗଲାଣି, ସେ ଗାଡ଼ି ଫାଡ଼ି ଆଉ ତ ଚଲେଇ ପାରୁନାହାନ୍ତି। ମେଡ଼ିକାଲ ଡାକିଲେ ସହଜ ଯିବେନି, ନିଜ ଘରେ ତାଙ୍କର 2ଟା ଗୋଡ଼ ସେ ନିଜେ ସବୁ ଡ୍ରେସିଂ କରିଦେଉଛନ୍ତି, ମେଡ଼ିସିନ ଲଗାଉଛନ୍ତି, ବହୁତ ସାହସୀ। ଘରେ ହାତରେ ସବୁ କଟାକଟି କରି, ବ୍ଲଡ଼ ବାହାର କରି, ପୋଛାପୋଛି କରି, ତାଙ୍କର ସେ ନିଜେ ସବୁ କରିଦେଉଛନ୍ତି। ଦେଖିଲେ ଆମକୁ ଡର ଲାଗୁଛି, ଭାବରେ ବହୁତ ସାହସୀ ସେ। ତାଙ୍କ କଥା ସେ ନିଜେ ହିଁ ବୁଝି ଦେଉଛନ୍ତି, ତାଙ୍କ ପାଇଁ ଏତେ କେହି କିଛି କରିବା ଦରକାର ପଡ଼ୁନି। 64 ଏଜ୍ରୁ ବି ସେ ଏତେ ହେଇଗଲେ କେବଳ ଡାଇବେଟିସ୍ ପାଇଁ। ସେ ଗୋଟେ ଡାଇବେଟିସ୍ ପେସେଣ୍ଟ ନା, ତାଙ୍କ ବଡ଼ିରେ ଆଗରୁ କିଛି ବି ରୋଗ ନଥିଲା, ଆଉ ବହୁତ ଷ୍ଟ୍ରଙ୍ଗ ଲୋକ ସେ, ହେଡ୍ ଷ୍ଟ୍ରଙ୍ଗ ବି, ପୁରା ଫିଜିକାଲି ଷ୍ଟ୍ରଙ୍ଗ ବି, ମେଣ୍ଟାଲି ବି ବହୁତ ଷ୍ଟ୍ରଙ୍ଗ ଲୋକ ସେ, ବହୁତ ରାଗି ବି, ବହୁତ ରାଗି। ଗୋଟେ ଭିଡ଼ିଓ କରିକି ଆଣିବି, ପକେଇବି ବୋଲି ଭାବୁଛି, କିନ୍ତୁ ହେଇପାରୁନି। ଦେଖିବା କେତେବେଳେ ଗୋଟେ ମନେଇକି ଇଏ କରିଦେବା ଆଉ, ଏମିତି ଆଉ କ୍ଲିପ୍ ନେଇଯିବା ଆଉ ସେତିକି। ଆଉ ବିଶେଷ କିଛି ମୁଁ ଏବେ କଥା ହେଉନି, ମୋର ଏଡ଼ିଟିଂ କାମ ଅଛି, ବହୁତ କ୍ଲିପ୍ ଗୁଡ଼ାକ ଆଜି ସବୁ ଛୋଟ ଛୋଟ କ୍ଲିପ୍ ଗୁଡ଼ାକ ଅଛି, ମୁଁ ତାକୁ ଏଡ଼ିଟିଂ କରିବି। ମୋତେ ବୋଧେ ଥଣ୍ଡା ହେବ କି କ'ଣ ଆରମ୍ଭ ହେଉଛି, ଭାରି ବ୍ୟସ୍ତ ଲାଗୁଛି, ମୋତେ ଟିକେ ଅଲଗା ପ୍ରକାର ଲାଗୁଛି, ଦେହ ଥଣ୍ଡା ହେଇପାରେ। ଆଉ ସାଙ୍ଗମାନେ, ମୁଁ ରହୁଛି। ଯଦି ଆପଣମାନଙ୍କୁ ମୋର ଭିଡ଼ିଓ ଭଲ ଲାଗେ ତାହେଲେ ଲାଇକ୍, ସେୟାର, କମେଣ୍ଟ ନିଶ୍ଚୟ କରିବେ, ଆଉ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ, ଯାହାଫଳରେ କି ଆପଣମାନଙ୍କ ପାଖକୁ ଅଲ୍ ନୋଟିଫିକେସନ୍ ସର୍ବପ୍ରଥମେ ଯିବ। ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ, ଗୁଡ଼୍ ନାଇଟ୍।